ଆମେମାନେ ମହାଭାରତ ଜାଣିଛେ। ମହାଭାରତରେ ଆମେ ଜାଣିଛେ ଯେ କୁରୁବଂଶ ଏବଂ ପାଣ୍ଡବମାନଙ୍କର ବଂଶ ବିଷୟରେ। କିନ୍ତୁ ଦେଖିବାକୁ ଗଲେ ଏମାନଙ୍କର ପ୍ରକୃତ ବଂଶ କେଉଁଠୁ ଆରମ୍ଭ ହେଲା ସେ ବିଷୟରେ ଟିକିଏ ଜାଣିବାକୁ ଚେଷ୍ଟା କରିବା। କୁରୁବଂଶର ଇତିହାସ ଚନ୍ଦ୍ରବଂଶରୁ ଆରମ୍ଭ ହୋଇଥିଲା ଏବଂ ଏହା ମହାଭାରତର ମୂଳ ଆଧାର ଅଟେ। ଚନ୍ଦ୍ରବଂଶ ହେଉଛି ହିନ୍ଦୁ ପୁରାଣ ଓ ଇତିହାସର ଏକ ପ୍ରମୁଖ ରାଜବଂଶ, ଯାହା ଚନ୍ଦ୍ରଦେବଙ୍କ ଠାରୁ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ଏହି ବଂଶର ଆଦିପୁରୁଷ ହେଉଛନ୍ତି ଚନ୍ଦ୍ର। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମାନସ ପୁତ୍ର ଥିଲେ ମହର୍ଷି ଅତ୍ରି। ମହର୍ଷି ଅତ୍ରିଙ୍କ ନେତ୍ରରୁ ଚନ୍ଦ୍ରଦେବ ବା ସୋମ ଜନ୍ମ ହୋଇଥିଲେ। ଚନ୍ଦ୍ରଙ୍କ ପୁତ୍ର ଥିଲେ ବୁଧ। ବୈବସ୍ୱତ ମନୁଙ୍କ କନ୍ୟା ଇଳା ଓ ବୁଧଙ୍କ ମିଳନରୁ ପୁରୁରବା ଜନ୍ମ ହୋଇଥିଲେ, ଯିଏ ଚନ୍ଦ୍ରବଂଶର ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟ ଭାବେ ପରିଚିତ। ପୁରୁରବାଙ୍କ ବଂଶରେ ରାଜା ନହୁଷ ଏବଂ ତାଙ୍କ ପରେ ପ୍ରତାପୀ ରାଜା ଯଯାତି ଜନ୍ମ ହେଲେ। ଯଯାତିଙ୍କ 5 ପୁତ୍ରଙ୍କଠାରୁ ବିଭିନ୍ନ ଶାଖା ସୃଷ୍ଟି ହେଲା। ଚନ୍ଦ୍ରବଂଶ ମୁଖ୍ୟତଃ 2ଟି ଶାଖାରେ ବିଭକ୍ତ ହେଲା। ଯଦୁବଂଶ ଯଯାତିଙ୍କ ପୁତ୍ର ଯଦୁଙ୍କଠାରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। 2 ହେଉଛି ପୁରୁବଂଶ ବା କୁରୁବଂଶ। ଯଯାତିଙ୍କ ସର୍ବକନିଷ୍ଠ ପୁତ୍ର ପୁରୁଙ୍କଠାରୁ ଆରମ୍ଭ ହୋଇଥିଲା। ପୁରୁ ନିଜ ପିତାଙ୍କୁ ନିଜର ଯୌବନ ଦାନ କରିଥିଲେ। ଏହି ବଂଶରେ ରାଜା ଦୁଷ୍ମନ୍ତ, ଭରତ, କୁରୁ, ଶାନ୍ତନୁ ଏବଂ ଶେଷରେ ପାଣ୍ଡବ ଓ କୌରବ ଜନ୍ମ ହୋଇଥିଲେ। ରାଜା ଭରତଙ୍କ ନାମ ଅନୁସାରେ ଆମ ଦେଶର ନାମ ଭାରତ ହୋଇଛି। ଭରତଙ୍କ ବଂଶରେ ରାଜା କୁରୁ ଜନ୍ମ ହେଲେ, ଯାହାଙ୍କ ନାମ ଅନୁସାରେ ଏହି ବଂଶ କୁରୁବଂଶ ଭାବେ ଖ୍ୟାତ ହେଲା, ଯିଏ ରାଜା ସମ୍ବରଣ ଏବଂ ସୂର୍ଯ୍ୟକନ୍ୟା ତପତୀଙ୍କ ପୁତ୍ର ଥିଲେ। ପରବର୍ତ୍ତୀ ସମୟରେ ଏହି ବଂଶରେ ରାଜା ଶାନ୍ତନୁ ଜନ୍ମ ହେଲେ, ଯାହାଙ୍କ ପୁତ୍ର ଥିଲେ ଭୀଷ୍ମ। ଶାନ୍ତନୁଙ୍କ ପରେ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ରାଜା ହୋଇଥିଲେ। ବିଚିତ୍ରବୀର୍ଯ୍ୟଙ୍କ ମୃତ୍ୟୁ ପରେ ମହର୍ଷି ବ୍ୟାସଦେବଙ୍କ ଆଶୀର୍ବାଦରେ ଧୃତରାଷ୍ଟ୍ର, ପାଣ୍ଡୁ ଏବଂ ବିଦୁର ଜନ୍ମ ହୋଇଥିଲେ। ଧୃତରାଷ୍ଟ୍ରଙ୍କର 100 ପୁତ୍ରଙ୍କୁ କୌରବ ଏବଂ ପାଣ୍ଡୁଙ୍କ 5 ପୁତ୍ରଙ୍କୁ ପାଣ୍ଡବ କୁହାଯାଏ। ଏହି 2 ଭାଇଙ୍କ ପରିବାର ମଧ୍ୟରେ ସିଂହାସନ ପାଇଁ ହୋଇଥିବା ବିବାଦ ହିଁ ମହାଭାରତ ଯୁଦ୍ଧର ମୂଳ କାରଣ। କୁରୁକ୍ଷେତ୍ର ଯୁଦ୍ଧରେ ସମସ୍ତ କୌରବଙ୍କ ମୃତ୍ୟୁ ହୋଇଥିଲା।